O sangue do Cordeiro tira o pecado do mundo. Ei, Zaqueu, desça. O dia, Jesus te ama. Ele ama muito. Ele purifica as nossas vidas. प्रभु जीशुଙ୍କ ନାମରେ ସମସ୍ତଙ୍କୁ ନମସ୍କାର ଜ୍ଞାପନ କରି ନମସ୍କାର। ମୋର ପ୍ରିୟ ଦର୍ଶକ ବନ୍ଧୁ, ଆପଣମାନେ ନିହାତି ଭିଡ଼ିଓ ଦେଖୁଛନ୍ତି ଯଦି ସବସ୍କ୍ରାଇବ୍ କରନ୍ତୁ, ପୁଣି ଏକ ଭିଡ଼ିଓର ନୋଟିଫିକେସନ୍ ପାଇବେ କେବଳ ବାକ୍ୟ ବିଷୟରେ କିଛି ଆମମାନେ ଆଲୋଚନା କରିବା ପାଇଁ। ବାଇବେଲରୁ ହିଁ କଥାଟି ଆମମାନେ ହେବା, କୌଣସି ମନୁଷ୍ୟ କଥା ହେବାନି। ଅବଶ୍ୟ ପର୍ବପଦ କହି ନପାରେ, କିନ୍ତୁ ବାଇବେଲ ଭିତ୍ତିକ ବିଷୟ ହିଁ କହିବି। ମୋର ପ୍ରିୟ ଦର୍ଶକ, ଝିଅଟି ଯେଉଁ ପ୍ରଚାର କରୁଛି, ରୋଡ଼ରେ ପ୍ରଚାର କରୁଛି, ଷ୍ଟ୍ରିଟ୍ରେ ପ୍ରଚାର କରୁଛି, ତାହା କ'ଣ ପ୍ରଭୁଙ୍କର ଗୌରବ ହେଉନାହିଁ କି? ପ୍ରଭୁଙ୍କର ଗୌରବ ହେଉଛି, ଅତ୍ୟଧିକ ଗୌରବ ହେଉଛି ସେ ଝିଅଙ୍କର, ସେ ଛୋଟ ପିଲାଙ୍କର ଜୀବନ କଥା ଆମମାନେ ଦେଖୁ। ଆମମାନେ ବିଶେଷ କରି ଆମମାନେ କ'ଣ କରୁ, ଷ୍ଟେଜରେ, ଚର୍ଚ୍ଚରେ, ଲୋକ ସଂଖ୍ୟା ଭିତରେ ପ୍ରଚାର କରିବାକୁ ବେଶୀ ପସନ୍ଦ କରୁ। କିନ୍ତୁ ଝିଅଟି ପ୍ରଭୁଙ୍କୁ ଜାଣିନଥିବା ଲୋକମାନଙ୍କ ନିକଟରେ ପ୍ରଚାର କରୁଛି, କାରଣ ଆମମାନେ ଜାଣୁ ବାକ୍ୟରେ ବି ଅଛି ଯେ ତାହାଙ୍କ ବାକ୍ୟ ପୃଥିବୀର ପ୍ରାନ୍ତ ପର୍ଯ୍ୟନ୍ତ ଆମମାନେ ପହଞ୍ଚିବା ପାଇଁ ପ୍ରଭୁ ଆଦେଶ କରିଛନ୍ତି। ଏ କଥା ଆମମାନେ ଜାଣିଛୁ, ହେଲେ ଆମମାନେ କାହିଁକି ନିଜ ନିଜ ଚର୍ଚ୍ଚ ଛାଡ଼ି ବାହାରେ ସେବା କରିବାକୁ ଇଚ୍ଛା କରୁନାହୁଁ? କିଛି ଲୋକ ବାଉଣ୍ଡ ହେଇପାରନ୍ତି ମଣ୍ଡଳୀ ଭିତରେ ରହିବାକୁ, କିନ୍ତୁ କିଛି ଲୋକ ଅଛନ୍ତି କେବଳ ସେମାନେ ମଣ୍ଡଳୀ ଟୁ ମଣ୍ଡଳୀ ଭ୍ରମଣ କରି ପ୍ରଚାର କରନ୍ତି। କାହିଁକି ଝିଅଙ୍କ ପରି କାର୍ଯ୍ୟ ହୋଇପାରୁନାହିଁ? ହୋଇପାରେ ତାଡ଼ନା, ହୋଇପାରେ ନିନ୍ଦା, ଏ ସମସ୍ତ ନିହାତି ରହିଛି। ମୋର ପ୍ରିୟ ଦର୍ଶକ ବନ୍ଧୁ, ଆମ ଭିତରେ ଏହି ପ୍ରକାର ମନୋଭାବ ପ୍ରାୟ ଅଧିକାଂଶ ଲୋକଙ୍କଠାରେ ଅଛି ଯେ ମଣ୍ଡଳୀରେ ଠିଆ ହୋଇ ପ୍ରଚାର କରିବା, ଲୋକଙ୍କ ନିକଟରେ ନିଜକୁ ଦେଖେଇ ହେବା ତ ବହୁତ ଭଲ ବିଷୟ, ବିଶ୍ୱାସୀମାନଙ୍କୁ ଆଗକୁ ବଢ଼େଇବା। କିନ୍ତୁ ଏ ଭିତରୁ ଆପଣଙ୍କୁ କେଉଁ ଜିନିଷ ଅଧିକ ପସନ୍ଦ ଲାଗେ? ଝିଅଟି କରୁଥିବା ସେବା କାର୍ଯ୍ୟ ଅତି ଉତ୍ତମ, ଆଉ ପ୍ରଭୁଙ୍କ ରାଜ୍ୟ ପାଇଁ ଏକ ପ୍ରସ୍ତୁତିର ବିଷୟ, ନା ମଣ୍ଡଳୀ ଭିତରେ ବାରମ୍ବାର ସୁଯୋଗକୁ ଖୋଜି ସେଠି ହିଁ କେବଳ ପ୍ରଚାର କରୁଥିବା, କେବଳ ଚର୍ଚ୍ଚ ଟୁ ଚର୍ଚ୍ଚ ବୁଲିକି ପ୍ରଚାର କରିବା? ମୋର ପ୍ରିୟ ଦର୍ଶକମାନେ, ନିହାତି ଆପଣମାନେ ବୁଝିପାରୁଛନ୍ତି। କମେଣ୍ଟ ବକ୍ସରେ ଲେଖନ୍ତୁ। ମୁଁ କହିବି ନାହିଁ ଏଇଟା ଭଲ ସେଇଟା ଭଲ, ଦୁଇଟି ଯାକ ଭଲ ବୋଲି ମୁଁ କହିବି, କାରଣ ମଣ୍ଡଳୀରେ ବିଶ୍ୱାସୀମାନଙ୍କ କଢ଼ାଇ ନେବା ମଧ୍ୟ ପାଳକଙ୍କ ଏକ କର୍ତ୍ତବ୍ୟ, କିନ୍ତୁ ସମସ୍ତଙ୍କର ନୁହେଁ। ଯେଉଁମାନେ ସ୍ୱାଧୀନ ପ୍ରଚାରକ ଭାବରେ କିମ୍ବା ଅନ୍ୟାନ୍ୟ ଭାବରେ ଅଛନ୍ତି ସେମାନେ, କିମ୍ବା ଯେଉଁମାନେ ପାଳକୀୟ ସେବାରେ ବି ଅଛନ୍ତି ସେମାନେ ବି ବେଳେବେଳେ ଯିବାକୁ ପଡ଼ିବ, ଟିମ୍ ସହିତ ଯିବାକୁ ପଡ଼ିବ, ଏକୁଟିଆ ନ ଯାଇ ଟିମ୍ ସହିତ ଯିବାକୁ ପଡ଼ିବ। କିନ୍ତୁ ଝିଅ ତାଙ୍କ ବାପାଙ୍କ ସହିତ ସେ ପ୍ରଚାର କରୁଛନ୍ତି। ଆମମାନେ କ'ଣ ସଣ୍ଡେ ସ୍କୁଲ ପିଲାମାନଙ୍କୁ ଏପରି ଶିକ୍ଷା ଦେଉଛୁ ଯେ ସେମାନେ ପ୍ରଭୁଙ୍କର କଥା ପ୍ରଥମେ କହିବା ଶିଖନ୍ତୁ ମଣ୍ଡଳୀରେ? ଏହା ମଧ୍ୟ ହେବା ଦରକାର। ଯୁବକ ଯୁବତୀମାନେ ଏହା ଶିଖିବା ଦରକାର। ମୋର ପ୍ରିୟ ଦର୍ଶକ, ତ ନେକ୍ସଟ ଭିଡ଼ିଓ ନିହାତି ମୁଁ କହିବି, ଆପଣ କମେଣ୍ଟ ବକ୍ସରେ ଲେଖନ୍ତୁ ଯେ ମଣ୍ଡଳୀରେ ସ୍ଥାନ ପାଇବା ପାଇଁ କାହିଁକି ବିଶେଷ ପସନ୍ଦ କରିଥାନ୍ତି ଅଧିକାଂଶ ଲୋକ, କ'ଣ ପାଇଁ? ଚାଲନ୍ତୁ ନେକ୍ସଟ ଭିଡ଼ିଓ ପାଇଁ ଆପଣ ସବସ୍କ୍ରାଇବ୍ କରନ୍ତୁ, ତାହେଲେ ବୁଝିବେ। ତ ଏହି ଝିଅଙ୍କ ପରି କାର୍ଯ୍ୟ ସେବା ଆମେ କରିବା ପାଇଁ ଚେଷ୍ଟା କରୁ। ଗଡ୍ ବ୍ଲେସ୍ ଅଲ୍ ଅଫ୍ ୟୁ ମାଇ ଡିୟର, ଫର୍ ଏଭର ଜିଜସ୍ ୱିଥ୍ ୟୁ। ଆମେନ୍।